କର ଆଦିବାସୀ ମାନଙ୍କ ପ୍ରତି ଅନ୍ୟାୟ ହେଇଛି ଅତ୍ୟାଚାର ହେଇଛି ସରକାର ମାନି ଲାଗୁ କରିଛି ସେଇ ସବୁ କରାଯାଇ ପାରିବ ନାହିଁ আদানি কোম্পানি গোবে আদানি কোম্পানি গোবে মা নাগেশ্বরীକୁ ଛାଡ଼ିବୁ ନାହିଁ মা ନାଗେଶ୍ୱରୀକୁ ଛାଡ଼ିବୁ ନାହିଁ ମାଲି ଡବରକୁ ଛାଡ଼ିବୁ ନାହିଁ ଆପଣମାନେ ବୁଝିପାରୁଥିବେ ତାପରେ ନିଅନ୍ତୁ ଆମକୁ ଜଙ୍ଗଲ ଦେଇକି କୌଣସି ସୁବିଧା ଦରକାର ନାହିଁ ଯଦି ଜଙ୍ଗଲ ନେଉଛନ୍ତି ଆମକୁ କୌଣସି ସୁବିଧା ଦରକାର ନାହିଁ ଏଇଟା ଆମର ଅନୁରୋଧ ଆଉ ମୁଁ ଗୋଟେ କଥା କହିବି କାହିଁକିନା କେତେ ଦିନ ହେଲା ବାହାରେ ଆଦାନୀ ବାଲା ଆସି ପବ୍ଲିକକୁ ମନା କରୁଛନ୍ତି ଏଠି କାମ ଲାଗ ହବ ନାହିଁ ବନ୍ଦ କରିଦିଅ ବାହାରିଗଲା ଏଠି ଆଜ୍ଞା କହିଲାରୁ ସମସ୍ତେ ଲୋକ ବାହାରିଗଲେ ତାପରେ ଆମେ ପାଉଡର ଥାନା ପୋଲିସ ଆଜ୍ଞା ଲେଉଟା ଯାଇକି ପିଲାକୁ ମାରି ଫାସିଗଲା ଫାସିଛି ଇତେ ଗୋଟେ କହିଦେ ବୁଝା ଦେବି ନୁନିମାନ চলো চলো পূর্বপুরুষর মালি ডঙ্গর নাগে সেই গুপা বড় পার ডঙ্গর তলে আমার ঘর ডঙ্গর তলে আমার ঘর ডঙ্গর খাটি গেলে পানি শুকি যাইছি পানি শুকি যাইছি জমুছি নারো খারো দেখাব জমুছি নারো খারো মালি ডঙ্গরে উড়িলা শুয়া খাই বুদ্ধি করুবে কুয়া খাই বুদ্ধি করুবে কুয়া কাটি মেলের বারো শিবে রঙ পানি বিদেশে কোম্পানি ডঙ্গর কাটি গেলে খাইবাকে ন মিলে পানি ডঙ্গরে মুন্দুর খালি পাকাইলানি ডঙ্গর কাটবা কাটা শুনি ওই রে ডঙ্গর তলরে কমর দিত সুনা মর দিত ওই সুয়া চেতনা ডঙ্গর কাটু বাটা করা দে মনা কাটি কাটি ভাই আটি পাকনা ঠিকে সরে কোম্পানি ডঙ্গর কাটি নেলে আমি অলবু খানা বানা এটা আমরা করলাম
କରୁଛନ୍ ସେମାନଙ୍କୁ କେସ୍ ପକାନ୍ତୁ। ପୋଲିସ ପ୍ରଶାସନ ଟିକେ ଏଫଆଇଆର ଲେଖାଯାଉଛି ଏବଂ ତାପରେ ଯାଇକି ଅଭିଯୋଗ ଶୁଣିବେ। ଏଠି କଣ ଯାତ୍ରା ଚାଲିଛି? ଏଇ ନାଟକ କରିଛନ୍ତି, ଆମେ ଜଣେ ପରେ ଜଣେ ଆସିକି ଶୁଣାଉଛନ୍ତି ଏଠି ଦୁଃଖ ଦୁର୍ଦ୍ଦଶା। ମୂଳ ନିବାସୀ ଆମେ ଏଠି 2006ରେ ଜଙ୍ଗଲ ଅଧିକାର ଆଇନ ପଢନ୍ତୁ। ଧାରା ମାନ କହିବି ପଢିକି ଶୁଣେଇବେ। ସେଇ ସବୁ କେଉଁ ଆକାରରେ ମାନିଛନ୍ତି ବା ମାନନା କରିଛନ୍ତି ସେଇ ଧାରାକୁ। ଦୁଃଖ ଦର୍ଦ ଶୁଣେଇବୁ ନା କଣ ଶୁଣେଇବୁ? ପ୍ରଥମେ ଏଇ ସବୁ ଧାରାକୁ ନେଇକି ଗୁରୁବାର ଜଙ୍ଗଲ ଆଇନ ସୁରକ୍ଷା ନୁହଁ, ଜଙ୍ଗଲ ଅଧିକାର। ହଁ, ଜଙ୍ଗଲ ଅଧିକାର ସୁରକ୍ଷା ପାଇଁ ଆପଣଙ୍କର ଅଛି ଷ୍ଟେଜ୍ ଟୁ କ୍ଲିୟରାନ୍ସ ଆଗରୁ ଆପଣଙ୍କର ସବୁ ଗ୍ରାମରେ ଗ୍ରାମ ସଭା କରାଯିବ ଏବଂ ଗ୍ରାମ ସଭାରେ ଯାହା ଅନୁମୋଦିତ ହେବ ସେହି ଅନୁସାରେ ଷ୍ଟେଜ୍ ଟୁ କ୍ଲିୟରାନ୍ସ ହେବ। ତେଣୁକରି ଆପଣମାନେ ଯୋଉ କହୁଛନ୍ତି ଗ୍ରାମ ସଭା ହେଇନି କହିକି ଷ୍ଟେଜ୍ ଟୁ କ୍ଲିୟରାନ୍ସ ଆଗରୁ ହିଁ ଗ୍ରାମ ସଭା ହେବ। ଗ୍ରାମ ସଭା ସହିତ ପରିବେଶ ମଞ୍ଜୁରୀର କୌଣସି ସମ୍ପର୍କ ନାହିଁ। ତେଣୁକରି ଆପଣମାନେ ପରିବେଶ ମଞ୍ଜୁରୀରେ ଯାହା କିଛି ଆପଣମାନଙ୍କର ଅଛି ଯଦି ଅଭିଯୋଗ ତାକୁ ଉପସ୍ଥାପନ କରନ୍ତୁ ଏବଂ ତାକୁ ଆମର ପ୍ରୋଜେକ୍ଟ ଓପନର ଅଛନ୍ତି ଆପଣଙ୍କୁ କ୍ଲାରିଫାଇ କରିବେ। ଜଙ୍ଗଲ ଅଧିକାର ଆଇନର ଧାରା 4-5 ଅନୁଯାୟୀ କୁହାଯାଇଛି, ସିଧା ସିଧା ସଫା ସଫା ଲେଖା ହେଇଛି। ଯଦି ପଢିବା ପାଇଁ ଚାହିଁଲେ ପଢିପାରିବେ। ଯେବେ ପର୍ଯ୍ୟନ୍ତ କୌଣସି ଆକାରର ଯାଞ୍ଚ ପ୍ରକ୍ରିୟା ବା ରିକଗ୍ନିସନ ହେଇନାହିଁ ସେ ପର୍ଯ୍ୟନ୍ତ କୌଣସି ଆକାର ଲିଜ୍ ଆଉଟ୍ ହେଇପାରିବ ନାହିଁ। ସରକାରର ଜମି କି 57th year ରେ ସରକାର ମାନିଛି ଯେ ସେଇଟା ଆଦିବାସୀ ମାନଙ୍କର। ଆଦିବାସୀ ମାନଙ୍କ ପ୍ରତି ଅନ୍ୟାୟ ହେଇଛି, ଅତ୍ୟାଚାର ହେଇଛି, ସରକାର ମାନିଲା ଆଉ ଲାଗୁ କରିଛି।